ଅନନ୍ୟ ପରମ୍ପରା ଆଉ ରୀତିନୀତିକୁ ନେଇ ବାରିପଦାରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା। ଗତକାଲି ଗୋଟି ପହଣ୍ଡି ଏବଂ ଆଜି ମୁକ୍ତ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆପଣ ସିଧାସଳଖ ଚିତ୍ର ଦେଖିପାରୁଥିବେ। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କର ରଥ ବଡ଼ଦାଣ୍ଡରେ ବର୍ତ୍ତମାନ ଛିଡ଼ା ହୋଇ ରହିଛି ଏବଂ ଭକ୍ତମାନଙ୍କୁ ସେ ମୁକ୍ତ ଦର୍ଶନ ଦେଉଛନ୍ତି। ଭକ୍ତମାନଙ୍କର ଗୋଟେ ଲମ୍ବା ଲାଇନ୍ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି। ପାଗ ମଧ୍ୟ ଅନୁକୂଳ ରହିଛି ଏବଂ ପାଗ ଅନୁକୂଳ ସହିତ ଭକ୍ତମାନଙ୍କର ଗୋଟେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ମୁଁ ଯେଉଁ କଥା ଆପଣଙ୍କୁ କହୁଥିଲି ଯେ ଗୋଟିଏ ଅନନ୍ୟ ପରମ୍ପରାକୁ ନେଇ ବାରିପଦା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପୁରୀର ଗୋଟିଏ ଦିନ ପରେ ଏଠି ରଥଯାତ୍ରା ଅନୁଷ୍ଠିତ ହୁଏ। ପୁରୀରେ ଧାଡ଼ି ପହଣ୍ଡି ଅନୁଷ୍ଠିତ ହେଉଥିଲା ବେଳେ ଏଠି ଗୋଟି ପହଣ୍ଡି ଅନୁଷ୍ଠିତ ହୁଏ ଏବଂ ପହଣ୍ଡି ପରଦିନ ହିଁ ଏଠି ରଥ ଟଣାର ଅନନ୍ୟ ପରମ୍ପରା ରହିଛି। ଆମେ ପ୍ରଥମେ ସିଧାସଳଖ ଯେଉଁ ଭକ୍ତମାନେ ଆଜି ସକାଳୁ ମୁକ୍ତ ଦର୍ଶନ କରିଛନ୍ତି ସିଧାସଳଖ ପ୍ରଥମେ ତାଙ୍କର ପ୍ରତିକ୍ରିୟା ନେଇଯିବା ଏବଂ ତାଙ୍କ ସହିତ ଆଲୋଚନା କରିବା। କ'ଣ କହିବେ ମ୍ୟାଡ଼ାମ୍, ଆପଣ ଆଜି ମୁକ୍ତ ଦର୍ଶନ କଲେ ଠାକୁରଙ୍କୁ, କେମିତି ଲାଗୁଛି? ବର୍ଷକୁ ଥରେ ଠାକୁର ମନ୍ଦିର ବାହାରକୁ ଆସୁଛନ୍ତି। ବହୁତ ବଢ଼ିଆ ଲାଗୁଛି ଦେଖିବା ପାଇଁ। ଆମେ ସପରିବାର ଆସିଛୁ। ବର୍ଷକୁ ଥରେ ରଥଯାତ୍ରା ଆସେ। ବହୁତ ଲମ୍ବା ଲାଇନ୍ରେ ଠିଆ ହେଇକି ଦର୍ଶନ କଲୁ। ଏତେ ଲମ୍ବା ଲାଇନ୍ରେ ଠିଆ ହେଇକି ଦର୍ଶନ କଲା ପରେ ବି ଠାକୁରଙ୍କୁ ଦେଖିଲା ପରେ ସବୁ ଆମେ କଷ୍ଟ ଭୁଲିଗଲୁ। ବହୁତ ଭଲ ଲାଗୁଛି ଏଠି। ଇଏ ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା। ପୁରୀ ରଥ ଗୋଟେ ଦିନ ପରେ ଆମର ଏଠି ରଥ ଟଣା ହୁଏ। ବହୁତ ଭଲ ଲାଗୁଛି। ରଥ ବର୍ଷକୁ ଥରେ ଆସେ, ଆମକୁ ବୁଲିକି ବହୁତ ଭଲ ଲାଗେ। ନିଶ୍ଚିତ ଆପଣ ଶୁଣୁଥିଲେ ଯେପରି ଯେ ଠାକୁରଙ୍କୁ ମୁକ୍ତ ଦର୍ଶନ କରି ଭକ୍ତ ଭଗବାନଙ୍କର ଗୋଟେ ପ୍ରକାର ମିଳନ ଏଠି ହେଇଛି। ମୁଁ ଯେଉଁ କଥା କହୁଥିଲି, ପରମ୍ପରା କଥା କହୁଥିଲି, ପୁରୀଠାରୁ ଗୋଟିଏ ଦିନ ପରେ ବାରିପଦାରେ ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଯେଉଁ ମା ସୁଭଦ୍ରାଙ୍କର ଯେଉଁ ରଥ ରହିଛି ସେ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ଇଏ ପରମ୍ପରା ଦୀର୍ଘ ବର୍ଷ ହେଲା ଏଠି ଚାଲି ରହିଛି, ଯାହାକି ଓଡ଼ିଶାର କୌଣସି ସ୍ଥାନରେ ଏଭଳି ପରମ୍ପରା ଦେଖାଯାଏ ନାହିଁ। ଆଉ ଜଣେ ଭକ୍ତ ରହିଛନ୍ତି ଯିଏ ଠାକୁରଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଯିବେ। ସିଧାସଳଖ ତାଙ୍କର ପ୍ରତିକ୍ରିୟା ନେବା। ମା, ବର୍ଷକୁ ଥରେ ଠାକୁର ଆସିଛନ୍ତି ବାହାରକୁ, ମୁକ୍ତ ଦର୍ଶନ ଦେଉଛନ୍ତି, କ'ଣ କହିବେ? କେମିତି ଲାଗୁଛି? ବହୁତ ବଢ଼ିଆ ଲାଗୁଛି। ଠାକୁରଙ୍କୁ ମନ୍ଦିରରେ ଦେଖୁଥିଲେ ଆପଣ, ବର୍ତ୍ତମାନ ମୁକ୍ତ ଦର୍ଶନ ଦେଉଛନ୍ତି, ନିଶ୍ଚିତ ଗୋଟେ ସ୍ୱତନ୍ତ୍ରତା ରହିଛି। କ'ଣ କେମିତି ଲାଗୁଛି? ବହୁତ ବଢ଼ିଆ ଲାଗୁଛି। ସୁଭଦ୍ରା ରଥ ଖାଲି ମାନେ ମହିଳାମାନେ ଖାଲି ଟାଣନ୍ତି। ନିଶ୍ଚିତ ଭକ୍ତମାନଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ରହିଛି, ଭକ୍ତିର ମନୋଭାବ ରହିଛି। ଆପଣ ସିଧାସଳଖ ପୁଣି ମୁଁ ସେ ଚିତ୍ର ଦେଖାଇବା ପାଇଁ ଚାହିଁବି। ବଡ଼ଦାଣ୍ଡରେ ବର୍ତ୍ତମାନ 3ଟି ରଥ ଆସି ଠାକୁର ରଥାରୂଢ଼ ହୋଇସାରିଛନ୍ତି। ଦିନ 2ଟା ପରେ ପରେ ରଥ ଟାଣିବାର ଯେଉଁ ପ୍ରକ୍ରିୟା, ସେ ପ୍ରକ୍ରିୟା ଆରମ୍ଭ ହେବ। ମୁଁ ଯେଉଁ କଥା କହୁଥିଲି ଯେ ପାଗ ମଧ୍ୟ ଅନୁକୂଳ ରହିଛି। ଆପଣ ସିଧାସଳଖ ସେ ଚିତ୍ର ଦେଖୁଥିବେ। ଇଏ ହେଉଛି ବାରିପଦା ବଡ଼ଦାଣ୍ଡର ଦୃଶ୍ୟ। ଦିନ 2ଟା ପରେ ପରେ ରଥ ଟଣା ହେବ ଏବଂ ରଥ ଟଣାରେ ଯେଉଁ ପରମ୍ପରା ତା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେବା ପାଇଁ ଚାହିଁବି ଯେ ପ୍ରଥମେ ବଳଭଦ୍ରଙ୍କର ରଥ ଟଣାଯିବ। ମାଉସୀ ମା ମନ୍ଦିର ପହଞ୍ଚିଲା ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ଟଣାଯିବ। ସୁଭଦ୍ରାଙ୍କ ରଥ ଅଧା ବାଟରେ ଅଟକିବ ଏବଂ ଆସନ୍ତାକାଲି ପୁଣି ସୁଭଦ୍ରାଙ୍କର ଯେଉଁ ରଥ ଅଧା ବାଟରେ ଅଟକି ଥାଏ ତାକୁ ନେଇ ପୁଣି ପହଞ୍ଚାଇବା ପାଇଁ ପଡ଼ିବ ମାଉସୀ ମା ମନ୍ଦିରରେ। ତାପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଟଣାଯିବ। ଇଏ ଗୋଟିଏ ଭିନ୍ନ ପରମ୍ପରା ଏଠି ଦେଖିବାକୁ ମିଳେ ଏବଂ ଭକ୍ତ ଏବଂ ଭଗବାନଙ୍କର ଗୋଟେ ମିଳନ ଆଜି ଆମେ ଦେଖିବାକୁ ପାଉଛୁ। ସିଧାସଳଖ ଗୋଟେ ଲମ୍ବା ଲାଇନ୍ରେ ଭକ୍ତମାନେ ଆଜି ତାଙ୍କର ଠାକୁରଙ୍କୁ ମୁକ୍ତ ଦର୍ଶନ କରୁଛନ୍ତି, କାରଣ ଦୀର୍ଘ ଗୋଟିଏ ବର୍ଷ ପରେ ଠାକୁର ଆସିଛନ୍ତି ତାଙ୍କୁ ଦର୍ଶନ ଦେବା ପାଇଁ। ଇଏ ହେଉଛି ବାରିପଦା ରଥଯାତ୍ରାର ଅନନ୍ୟ ପରମ୍ପରା ଏବଂ ଯେଉଁ କଥା ମୁଁ କହୁଥିଲି ଯେ ସୁଭଦ୍ରା ରଥକୁ କେବଳ ମହିଳାମାନେ ହିଁ ଟାଣନ୍ତି ଏବଂ ଯାହାକି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯିବ ଏବଂ ଅପେକ୍ଷା ଦିନ 2ଟା ପରେ ପରେ ଆଜି ରଥ ଟଣା ହେବ। ଏହି ବଡ଼ଦାଣ୍ଡରେ ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କର ରଥକୁ ଟଣାଯିବ ଏବଂ ପରେ ପରେ ଭଉଣୀ ସୁଭଦ୍ରା ଅଧା ରାସ୍ତାରେ ଅଟକିବେ। ଆସନ୍ତାକାଲି ସୁଭଦ୍ରାଙ୍କ ରଥକୁ ମାଉସୀ ମା ମନ୍ଦିରରେ ପହଞ୍ଚାଇଲା ପରେ ଜଗନ୍ନାଥଙ୍କର ରଥକୁ ଏଇଠୁ ଟାଣି ନେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇ ଯିବା ପାଇଁ ପଡ଼ିବ ଏବଂ ଅପେକ୍ଷା ସେହି ମୁହୂର୍ତ୍ତକୁ। ବାରିପଦାରୁ ଅସିତ ଷଡ଼ଙ୍ଗୀ, ବଡ଼ ଖବର।